ସେଦିନ ଥିଲା ପୁନେଇ ରାତି। ଆକାଶରେ ଜହ୍ନଟି ଝଲସି ଉଠୁଥାଏ। ଦୁଇ ଜଣ ସାଙ୍ଗ ବାହାରିଲେ ଭୋଜି ଖାଇବା ପାଇଁ। ଗୋଟେ ବାହାଘରିଆ ଭୋଜି। ରାତି ପ୍ରାୟ 10ଟାରୁ 10:30 ହବ। ଯୋଉ ବାଇକ୍ ଧରି ସେ ବାହାରିଲେ ଭୋଜି ଖାଇବା ପାଇଁ। ରାସ୍ତାରେ ଗଲାବେଳେ ତାଙ୍କ ସହିତ ଏମିତି କିଛି ଘଟିଥିଲା ଆପଣମାନେ ଜାଣିବାକୁ ହୁଏତ ଆମର ଏ ଭିଡ଼ିଓକୁ ଫୁଲ୍ ଦେଖିବାକୁ ପଡ଼ିବ। ସାଙ୍ଗମାନେ, ବାଇକ୍ ଚାଲିଥାଏ। ଦୁଇ ଜଣ ସାଙ୍ଗ ତାଙ୍କ ଭିତରେ କଥାବାର୍ତ୍ତା ହେଇ ଚାଲିଥାନ୍ତି। ଘର ପାଖରୁ ଯେଉଁ ବାହାଘର ଭୋଜି ଥିଲା ନା, ପ୍ରାୟ 15ରୁ 20 କିଲୋମିଟର ହବ। ସାଙ୍ଗମାନେ, ତାଙ୍କ ସହିତ ଏମିତି କିଛି ଘଟିଥିଲା ଯେ କି ସେ ବାହାଘର ଭୋଜିକି ଖାଇବାକୁ ଯାଇପାରିନଥିଲେ କିମ୍ବା ଘରକୁ ବି ଫେରି ପାରିନଥିଲେ। ଘଟଣାଟି କ'ଣ ଥିଲା ଚାଲନ୍ତୁ ଜାଣିବା ଆଗକୁ। ଯଦି ଆମ ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଥାଏ ଭିଡ଼ିଓକୁ ଲାଇକ୍, ସେୟାର, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଚାଲନ୍ତୁ ଆରମ୍ଭ କରିବା କାହାଣୀ। ଦିନେ ଦୁଇ ଜଣ ସାଙ୍ଗ ତାଙ୍କ ଭିତରେ କଥାବାର୍ତ୍ତା ହେଲେ ଗୋଟେ ସାଙ୍ଗର ବାହାଘର ଅଛି। ସାଙ୍ଗର ରିସେପସନ୍କୁ ଯିବାକୁ ପଡ଼ିବ। ତାଙ୍କ ଭିତରେ ଚାଲିଯାଏ ଗିଫ୍ଟ କ'ଣ ନେବା। ଆଉ ଜଣେ ଯିଏ ସାଙ୍ଗ ଥିଲେ ସେ କହୁଥାନ୍ତି, ଆରେ ଗାଁ ବହୁତ ଦୂର ଆମର ବଜାର, ଆମେ ଏଇ ଗାଁରୁ କିଛି ଜିନିଷ ନେଇଯିବା। ଏମିତି ତାଙ୍କର ଡିସ୍କସନ୍ ଚାଲିଥାଏ। ସାଙ୍ଗମାନେ, ସେତେବେଳକୁ ସନ୍ଧ୍ୟା ହେଇସାରିଥାଏ। ସେମାନେ କଥା ହେଲେ, ଆରେ ତୁ ଯା ଆଗେ ଘରୁ ବାହାରିକି ଆ, ତାପରେ ଆମେ ଗଲାବେଳକୁ ବଜାରରୁ କ'ଣ ନେଇକି ଯିବା। ସାଙ୍ଗମାନେ, ସେ ଘରୁ ବାହାରି ଆସିଲେ। ବଜାରରେ ପହଞ୍ଚିଲେ। ବଜାରରୁ ତାଙ୍କର ମନ ପସନ୍ଦର ଗୋଟେ ଗିଫ୍ଟ କିଣିଲେ ଆଉ ତାକୁ ପ୍ୟାକ୍ କଲେ। ପ୍ୟାକ୍ କରି ବାହାରିଲେ ବାହାଘର ଭୋଜି ଖାଇବା ପାଇଁ। ସାଙ୍ଗମାନେ, ବାହାଘର ତ ଭୋଜି ବହୁତ ଦୂର ଥିଲା। ମୁଁ ଆପଣଙ୍କୁ କହିଛି ନା, ପାଖାପାଖି 15ରୁ 20 କିଲୋମିଟର ଦୂର ହବ। ସେ ଦୁଇ ଜଣ ସାଙ୍ଗ ପାଖାପାଖି 10 କିଲୋମିଟର ଦୂର ଚାଲି ଯାଇଥିଲେ। ହଠାତ୍ ପଛରେ ବସିଥିବା ଯେଉଁ ସାଙ୍ଗଟି ସେ କହିଲା, ଆରେ ସୌମ୍ୟ, ମୋତେ କାହିଁ ଟିକେ ଅଲଗା ଅଲଗା ଲାଗୁଛି। ତୁ ଯୋଉ ରାସ୍ତାରେ ଯାଉନୁ ସେ ରାସ୍ତାଟି ଭୁଲ। ଆମକୁ ଆଗ ଟର୍ଣ୍ଣିଂରେ ଯିବାର ଥିଲା, ଲେଫ୍ଟ ସାଇଡ୍। ସାଙ୍ଗମାନେ, ପ୍ରକୃତରେ ସେ ଯେଉଁ କହୁଥିଲେ ତାଙ୍କ ସାଙ୍ଗ ଯାହା କହୁଥିଲେ ଠିକ୍ କଥା କହୁଥିଲେ। ତାଙ୍କୁ ପୂର୍ବ ଟର୍ଣ୍ଣିଂରେ ଲେଫ୍ଟ ସାଇଡ୍ ନେବାର ଥିଲା। ସାଙ୍ଗ ସେଠୁ ବ୍ୟାକ୍ କଲେ ଗାଡ଼ିକୁ। କିଛି ବାଟ ଆସିଲା ପରେ ସେଇ ରାଇଟ୍ ସାଇଡ୍ ଟର୍ଣ୍ଣିଂ ପଡ଼ିଲା। ଯେହେତୁ ସିଏ ସେପଟୁ ଆସୁଥିଲେ ତାଙ୍କ ପାଇଁ ଥିଲା ରାଇଟ୍ ସାଇଡ୍, ସେ ସେଠୁ ରାଇଟ୍ ସାଇଡ୍ ନେଲେ। ସାଙ୍ଗମାନେ, ଯେଉଁଠୁ ରାଇଟ୍ ସାଇଡ୍ ଟର୍ଣ୍ଣିଂ ନେଲେ ନା, ସେଠି ଦୁଇ ଜଣ ବସିଥିଲେ। ସେମାନେ ଯାଇ ପଚାରିଲେ, ଭାଇ ଏଇ ଗାଁକୁ ଯିବା ପାଇଁ ଏଇ ରାସ୍ତା ତ? ସେମାନେ କହିଲେ, ଆରେ ବର୍ତ୍ତମାନ ତ ଟାଇମ୍ 11ଟା ପରେ ହେଲାଣି। ଏ ରାସ୍ତାରେ ଯିବାଟା ଠିକ୍ ହବନି। ତମକୁ ଏଇଠୁ ଆଗକୁ ଯିବ, ତମେ ଗୋଟେ ଦେଖିବ ଲେଫ୍ଟ ସାଇଡ୍ ଗୋଟେ ଆଉ ଗୋଟେ ରାସ୍ତା ଅଛି, ଗାଁ ଭିତର ଦେଇ ଚାଲିଯିବ। ସାଙ୍ଗମାନେ, ସେ ତାଙ୍କ କଥାକୁ ଖାତିର ନ କରି ଲେଫ୍ଟ ସାଇଡ୍ ନ ନେଇ ସେ ସିଧା ସିଧା ପଳେଇଗଲେ। କାରଣ ସିଧା ବି ସେଇ ରାସ୍ତା ଅଛି, କିନ୍ତୁ ଟିକେ ଜଙ୍ଗଲିଆ ରାସ୍ତା। କିଏ ନିଜକୁ ସେଇ ରାସ୍ତାରେ ଯିବା ପାଇଁ ଚିନ୍ତା କଲେ। ସେହି ରାସ୍ତାକୁ ହିଁ ବାଛିଲେ, ସେଇ ରାସ୍ତାରେ ହିଁ ଯାଇଥିଲେ। ସାଙ୍ଗମାନେ, ସେଠୁ ଯାହା ଘଟିଲା ନା, ଆପଣମାନେ ଜାଣିଲେ ହୁଏତ ବହୁତ ଚିନ୍ତିତ ହେଇଯିବେ। ତାଙ୍କ ସହିତ ଆଗକୁ କ'ଣ ଘଟିଲା କିମ୍ବା ତାଙ୍କ ସହିତ ଆଗକୁ କ'ଣ ଘଟିବାକୁ ଯାଉଛି। ସାଙ୍ଗମାନେ, ଇଏ ଥିଲା ଯେ କି ସୌମ୍ୟ ଆଉ ରମେଶର କାହାଣୀ। ସାଙ୍ଗମାନେ, ରାସ୍ତା ବହୁତ ଲମ୍ବା ଥିଲା। ଯେହେତୁ ସେଠୁ 10 କିଲୋମିଟର। ସାଙ୍ଗମାନେ, ସେ ସବୁ ଚାଲିଥାନ୍ତି। ଯେଉଁ ସାଙ୍ଗ ପଛରେ ବସିଥିଲେ ସେ ଯେଉଁ ପ୍ୟାକେଟଟି ଧରିଥିଲେ, ଗିଫ୍ଟ ପ୍ୟାକେଟଟି, ସିଏ ହଠାତ୍ ଜାଣିବାକୁ ପାଇଲେ ତା ଭିତରେ ଗୋଟେ ଖଡ଼ଖଡ଼ 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 ଏମିତି ଗୋଟେ କ'ଣ ହେଉଛି। ସେ ସାଙ୍ଗଟି କହିଲେ, ଆରେ ସୌମ୍ୟ, ଏଇଟା କ'ଣ ଏମିତି ଖଡ଼ଖଡ଼ ଖଡ଼ଖଡ଼ ହେଉଛି? ଆ ଭିତରେ କ'ଣ ପ୍ୟାକିଂ କରୁଛୁ? ନା ଗେଲ ମଜାକରେ କିଛି ପୁରେଇଛୁ କି? ସୌମ୍ୟ ଯେ ସେ କହିଲେ, ଆରେ ଅବିନାଶ ଶୁଣ, ତୁ ତ ମୋ ପାଖରେ ଥିଲୁ ନା, ମୁଁ କ'ଣ କେତେବେଳେ କିଛି ପୁରେଇ ଦେଲି ତୁ ଜାଣିପାରିଲୁନୁ? ଟିକେ କହି ସେ ହଠାତ୍ ଚୁପ୍ ହେଇଗଲେ। ଗାଡ଼ି ଚାଲିଥାଏ। ପ୍ୟାକେଟଟିରୁ ସୁବିଧା, ଆରେ ତମେ ତ ଲେଫ୍ଟ ଯିବାର ଥିଲା, ତମେ ଇଆଡ଼େ କୁଆଡ଼େ ଆସିଲ? ଅବିନାଶ ଯିଏ ପଛରେ ବସିଥିଲେ ସେ କହିଲେ, ଆରେ ସୌମ୍ୟ, ପ୍ୟାକେଟ ଭିତରୁ ଗୋଟେ କିଛି ଆବାଜ ଆସୁଛି। ସୌମ୍ୟ ଯିଏ ସେ କହିଲେ, ଆରେ ତୋତେ ସବୁ ଶୁଭୁଛି ନାଇଁ? ସବୁବେଳେ ଡରେଇବାର ତୋର ଗୋଟେ ଅଭ୍ୟାସ ହେଇଗଲାଣି। ତୁ ଭାବୁଛୁ କି ମୁଁ ଡରିଯିବି? ମୁଁ କିଛି ଡରିବିନି। ସାଙ୍ଗମାନେ, ସେ ସାଙ୍ଗଟି ତାଙ୍କ କଥାକୁ ଅଣଦେଖା କଲା। ସାଙ୍ଗ ଘର ରିସେପସନ୍ ପାଖାପାଖି ଆଉ 2 କିଲୋମିଟର ଥାଏ। ନିଛାଟିଏ ଝାଉଁ ବଣ, ଖାଲି ଯଦି ଶୁଭୁଛି ରାତି ରୋଷେଇ କୁଁ 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 ଶବ୍ଦ। ସେ ଦେଖିଲେ ଗୋଟେ ବରଗଛ ପଡ଼ିଲା। ବଡ଼ଗଛ ପାଖରେ ଗୋଟେ ଟ୍ୟୁବୱେଲ୍ ଥିଲା। ସୌମ୍ୟ ଯିଏ ସେ କହିଲେ, ସାଙ୍ଗ ଏଇଠୁ ଟିକେ ପାଣି ପିଇକି ଯିବା। ଅବିନାଶ ଯିଏ ପଛରେ ବସିଥିଲେ ସେ କହିଲେ, ଆରେ ଆଗକୁ ଯିବା, ଥଣ୍ଡା ପିଇବା, ଏଠି କ'ଣ ପାଣି ପିଇବୁ? ଏଇ ଗେଲ ମଜାକ ଭିତରେ ସୌମ୍ୟ ଯିଏ ଗାଡ଼ି ଚଲାଉଥିଲେ ସେ ଗାଡ଼ିଟିକୁ ରଖିଦେଇଥିଲେ, କାରଣ ତାଙ୍କୁ ବି ବହୁତ ଶୋଷ ଲାଗୁଥିଲା। ସେ ବରଗଛ ପାଖକୁ ଗଲେ ପାଣି ପିଇବା ପାଇଁ। ସେ ତାଙ୍କ ସାଙ୍ଗକୁ ଡାକିଲେ, ଆରେ ଅବିନାଶ, ତୁ ଆସ ଟିକେ ଟ୍ୟୁବୱେଲ୍ଟା ମାଡ଼େ।
ମୁଁ ଟିକେ ପାଣି ପିଇଦିଏ, ପୁଣି ଗାଡ଼ି ଚଲେଇବି, ଆମେ ଯାଇ ପହଞ୍ଚିଯିବା, ଖାଇଦେଇ ଶୀଘ୍ର ଫେରି ଆସିବା। ପାଖାପାଖି ରାତି 12ଟା ହେଇଯିବଣି। ସାଙ୍ଗମାନେ ସେ ଟ୍ୟୁବୱେଲରୁ ପାଣି ପିଇଲେ। ପାଣି ପିଇ ସାରିଲା ପରେ ଦେଖିଲେ ଅବିନାଶ ଯିଏ ସେ ତ ଗାଡ଼ି ପାଖରେ ଠିଆ ହେଇଛନ୍ତି, ହେଲେ ଟ୍ୟୁବୱେଲଟିକୁ ମାଡ଼ିଲା କିଏ, ଯିଏକି ସିଏ ପାଣି ପିଇଲେ। ସୌମ୍ୟ ଯିଏ ସେ ଆସି ପଚାରିଲେ, ଆରେ ତୁ ତ ଟ୍ୟୁବୱେଲ ମାଡ଼ୁଥିଲୁ, ମଝିରେ ମଝିରେ କ'ଣ ପାଇଁ ବନ୍ଦ କରୁଥିଲୁ? ତୋତେ କ'ଣ ଶୁଭୁନଥିଲା? ମୁଁ କହୁଥିଲି ଆଉ ଟିକେ ମାଡ଼େ, ଆଉ ଟିକେ ମାଡ଼େ। ସାଙ୍ଗମାନେ ଅବିନାଶ ଯିଏ ସେ କହିଲେ, ଆରେ ଭାଇ ମୁଁ ସେ ଟ୍ୟୁବୱେଲ କତିକି ହିଁ ଯାଇନି, ମୁଁ ଏ ଗାଡ଼ି ପାଖରେ ଛିଡ଼ା ହେଇଛି। ତୁ ତାହେଲେ କାହାକୁ କହିଲୁ ମାଡ଼ିବା ପାଇଁ? ତୋର ଟ୍ୟୁବୱେଲ ମାଡ଼ିଲା କିଏ? ତୁ ପାଣି ପିଇଲୁ। ସାଙ୍ଗମାନେ ହଠାତ୍ ସେ ବରଗଛରେ କେହି ଜଣେ ଡେଇଁବାର ସେ ଦେଖିବାକୁ ପାଇଲେ। ସେ କ'ଣ ଥିଲା ଏମିତି ଜାଣିବା ପାଇଁ ସେ ବରଗଛ ଆଡ଼କୁ ଯାଇଥିଲେ। 2 ଜଣ ସାଙ୍ଗ, ପାଖରେ ଆଉ କେହି ନାହାନ୍ତି। ବାଇକ୍ଟିଏ ଅଛି, ନା ମୋବାଇଲର ଟର୍ଚ୍ଚ ଅଛି। ସୌମ୍ୟ ଯିଏ ସେ କହିଲେ, ଆରେ ଆମ ପାଖରେ ତ କିଛି ଲାଇଟ୍ ନାହିଁ, ମୁଁ ବାଇକ୍ଟି ଷ୍ଟାର୍ଟ କରୁଛି, ଦେଖିଲୁ କିଏ ଜଣେ ଡେଇଁ ପଡ଼ିଲା। ଏମିତି କହି ସୌମ୍ୟ ତାଙ୍କ ନିଜ ବାଇକ୍ ଷ୍ଟାର୍ଟ କଲେ। ସାଙ୍ଗମାନେ ଅବିନାଶ ଯିଏ ସେ ହଠାତ୍ ଦେଖିଲେ ବରଗଛ ମୂଳରେ ଜଣେ ଲୋକ ପଡ଼ିଛି। ସେ କହିଲେ, ସୌମ୍ୟ ସୌମ୍ୟ ଏଠି କେହି ଜଣେ ପଡ଼ିଛି, ଆସ ଆସ, ଦୌଡ଼ି ଆସ। ସୌମ୍ୟ ଯିଏ ସେ କହିଲେ, ଆରେ ଭାଇ ଆମ ପାଖରେ ତ ଲାଇଟ୍ ନାହିଁ, କିଏ ପଡ଼ିଛି ଆମେ ଜାଣିବା କେମିତି? ତୁ ରହ, ମୁଁ ତା ପାଖକୁ ବାଇକ୍ ନେଇକି ଯାଉଛି। ସାଙ୍ଗମାନେ ସେଠି ଯେତେବେଳେ ବାଇକ୍ ନେଇକି ସୌମ୍ୟ ଯାଇ ପହଞ୍ଚିଲେ, ଅବିନାଶ ଯାହା ଦେଖିଲେ ଆପଣମାନେ ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ହେବେ। ସେ ଦେଖିଲେ ଯିଏକି ଜଣେ ବୁଢ଼ୀ ଲୋକ, ତାଙ୍କର ମୁହଁ ସାରା କଳା କଳା ବ୍ରଣ ଅଛି। ତାଙ୍କ ମୁହଁଟି ବହୁତ ବିକୃତ ଦେଖାଯାଉଛି, ଯେମିତିକି ପୋଡ଼ି ଜଳି ଗଲା ଭଳିଆ। ହଠାତ୍ ଅବିନାଶ ଚିତ୍କାର କରି ଉଠିଲେ, ଆରେ ଭାଇ ଇଏ କ'ଣ, ଇଏ କ'ଣ, ଇଏ କ'ଣ ମଣିଷ? ଇଏ ମଣିଷ ନୁହଁ ଭାଇ, ଏଠୁ ପଳେଇ ଚାଲ। ଏତିକି କହି ସେ ଯେତେବେଳେ ପଛକୁ ବୁଲିଲେ, ଯିଏକି ତାଙ୍କ ସାଙ୍ଗ କତିକି ଯିବା ପାଇଁ ସୌମ୍ୟ ଯିଏ ଥିଲେ ସେ କହିଲେ, ଆରେ ସେ ତ ପଛରେ ଆସୁଛି, ଜଲ୍ଦି ଆସ, ଜଲ୍ଦି ଆସ, ବାଇକ୍ ପଛରେ ବସ, ଆମେ ଏଠୁ ପଳେଇ ଯିବା, ଜଲ୍ଦି ଆସ। ଅବିନାଶ ଯିଏ ସେ ଆସି ଗାଡ଼ି ପଛରେ ବସିଲେ। ବସି ସାରିଲା ପରେ ସାଙ୍ଗମାନେ କୌଣସି ସେଠି କିଛି କେହି ନଥିଲେ, ଯଦି ଥିଲା କେବଳ ସେ ଗଛର ଛାଇ ଥିଲା। ସାଙ୍ଗମାନେ ସେ 2 ଜଣ ସାଙ୍ଗ ସେଠୁ ଘରକୁ ଫେରି ଆସିଥିଲେ। ସେଠି ଆସି ଦେଖିଲା ପରେ ସେଠି ଯେଉଁ ଲୋକମାନେ ଥିଲେ ସେମାନେ କହିଲେ, ଆରେ ବାବୁ ଆମେ ତମକୁ କହିଥିଲୁ ଏ ରାସ୍ତା ଦେଇ ଯିବନି, ଏ ରାସ୍ତାରେ ଜଣେ ଲୋକ ଏଠି ମରିଥିଲେ। ସୌମ୍ୟ ଯିଏ ସେ ପଚାରିଲେ, କହିଲେ, ଆଚ୍ଛା ବାବା ସେ କ'ଣ ପାଇଁ ମରିଥିଲେ, କାରଣ କ'ଣ ଥିଲା? ସେ ଲୋକ ଜଣକ କହିଥିଲେ, ଆରେ ତାଙ୍କ ଘରେ କ'ଣ ଦ୍ୱନ୍ଦ୍ୱ ଲାଗିଥିଲା, ସିଏ ସେଇ ଗଛରେ ଦଉଡ଼ି ଦେଇ ମରିଥିଲେ। ସେବେଠୁ ତାଙ୍କ ଆତ୍ମା ସେଠି ସମସ୍ତଙ୍କୁ ଡରାଏ, ସେଥିପାଇଁ ରାତି 11ଟା ପରେ ସେଠାକୁ କେହି ଯାଆନ୍ତି ନାହିଁ। ବାବୁ ତମ ଭାଗ୍ୟ ଭଲ ଅଛି ଯେ ତମେ ଆଜି ସେଠୁ ବଞ୍ଚିକି ଫେରିଲ, ସେଠୁ କେହି ବଞ୍ଚିକି କେବେ ଫେରି ନାହାନ୍ତି। ସାଙ୍ଗମାନେ ଏହି ଥିଲା ସୌମ୍ୟ ଆଉ ଅବିନାଶଙ୍କ କାହାଣୀ। ଯଦି ଏଇଭଳିଆ କାହାଣୀ ଆପଣଙ୍କ ପାଖରେ ଥାଏ, କମେଣ୍ଟ ବକ୍ସରେ ଆପଣମାନେ ପୁରା ଡିଟେଲ୍ସ ଦେଇପାରିବେ। ହୁଏତ ୟା ପରବର୍ତ୍ତୀ କାହାଣୀଟି ହୁଏତ ଆପଣଙ୍କର ହିଁ ଥିବ। ସାଙ୍ଗମାନେ ଆଜି ପାଇଁ ଏତିକି, ରହିଲି, ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ।